ସାଙ୍ଗମାନେ ଆଶା କରୁଛି ଭଗବାନଙ୍କର ଅପାର କରୁଣାରେ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ନବମ ଶ୍ରେଣୀ ହେ ମୋର କଲମ ବିଷୟବସ୍ତୁର ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ଆମର ପ୍ରଶ୍ନ ପ୍ରଥମରେ କ'ଣ ଅଛି ନା କ୍ୱେଶ୍ଚିନ୍ ନମ୍ବର 1, ନିମ୍ନଲିଖିତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତି ଗୁଡ଼ିକ ବାଛି ଲେଖିବାକୁ ସେ କହିଛି। ଆମକୁ ଯୋଉଟା ସଠିକ୍ ହବ ତାକୁ ଖୋଜିବାକୁ ପଡ଼ିବ। ଅପସନ୍ କ, କଲମ ସଦାବେଳେ ସତ୍ୟ, ଅହିଂସା, ଶାନ୍ତି ପ୍ରତିଷ୍ଠା କରିବା ପାଇଁ ନୀରବରେ ବିପ୍ଳବ କରିଆସିଛି। ଏଟା ସଠିକ୍ କଥା। ଆମେ ପାଠରେ ମଧ୍ୟ ପଢ଼ି ଆସିଛୁ ଯେ କଲମର କାମ କ'ଣ ନା ସେ ସତ୍ୟ, ଅହିଂସା, ଶାନ୍ତି ପ୍ରତିଷ୍ଠା କରିବା ତାର ହେଉଛି କାମ। ଖରେ ଅଛି କଲମ ମଡ଼ା ଦେହରେ ଜୀବନର ସଞ୍ଚାର କରିପାରେ, ଅର୍ଥାତ୍ ଯୋଉଟା ମୃତ ତା ଦେହରେ ମଧ୍ୟ ଇଏ କ'ଣ କରିପାରିବ ନା ଜୀବନର ସଞ୍ଚାର କରିପାରିବ, ପ୍ରସାର କରିପାରିବ। ଏହି ଉକ୍ତିଟି ମଧ୍ୟ ଠିକ୍ ଅଛି। କ ଏବଂ ଖ ଠିକ୍ ଅଛି। କଲମକୁ ନିଜର ବିଶ୍ୱସ୍ତ ବନ୍ଧୁ ବୋଲି କବି କହିଛନ୍ତି। ଉକ୍ତି ଗ ବି ମଧ୍ୟ ଠିକ୍ ଅଛି। ଘଟା କବିଙ୍କ ମତରେ କଲମର ଗାର ଅମର ଅଟେ, ଏଟା ବି ଠିକ୍ ଅଛି। ଯୁଗ ଯୁଗ ଧରି ଛଳନା, ଗୁଣ୍ଡାମି, ପେଷଣ ଓ ଶୋଷଣ କଲମ ନିକଟରେ ପରାଜୟ ସ୍ୱୀକାର କରିଛି, ଏ ବି ଠିକ୍ ଅଛି। ପୃଥିବୀରେ ସମସ୍ତ ମତବାଦ କ୍ଷଣସ୍ଥାୟୀ ହୋଇଥାଏ, ଏଟା ବି ଠିକ୍ କଥା। କଲମର ମୁନ ସମସ୍ତ ଅସ୍ତ୍ରଠାରୁ ଶକ୍ତିଶାଳୀ, ଇଏ ବି ହେଉଛି ସଠିକ୍ କଥା। କ୍ୱେଶ୍ଚିନ୍ ନମ୍ବର 2, ଅନ୍ଧ ଦେଇଛ ଆଖି ତ 4 ଅର୍ଥ ନିମ୍ନରେ ସୂଚିତ ହୋଇଛି। ଏଇଥିରୁ ଠିକ୍ ଉକ୍ତିଟିକୁ ଆମେ ବାଛିବା। ତାର ଅର୍ଥ ହେଲା ଅପସନ୍ କ ରେ କହିଛି ଅନ୍ଧକୁ ଆଖି ଦାନ କରିଛି, ଏଟା ଭୁଲ କଥା ପିଲାମାନେ। ଖରେ ଅଛି ଅନ୍ଧ ଆଖୁ ଦାନ, ଆଖୁ ନୁହେଁ, ଏଟା ଆଖି ହବ, ଆଖି ଦାନ କରିଛି, ଇଏ ବି ଭୁଲ କଥା। ଅଜ୍ଞାନ ଜନତାକୁ ଜ୍ଞାନ ପ୍ରଦାନ କରିଛି, ଅର୍ଥାତ୍ ଇଏ ହେଉଛି ସଠିକ୍ ଆନ୍ସର। ଆଦାନ କରିବାକୁ ଅନ୍ଧକୁ କହିଛି, ଏଟା ଭୁଲ କଥା। ତ ଅପସନ୍ କ, ଖ, ଘ ଭୁଲ ଅଛି। ଅପସନ୍ ଗ ଅଜ୍ଞାନ ଜନତାକୁ ଜ୍ଞାନ ପ୍ରଦାନ କରିବା, ଇଏ ହେଉଛି ସଠିକ୍ ଆନ୍ସର ପିଲାମାନେ। ନେକ୍ସଟ ଯିବା। କ୍ୱେଶ୍ଚିନ୍ ନମ୍ବର 3, ଅର୍ଥଗତ ପାର୍ଥକ୍ୟ ଦର୍ଶାଇବାକୁ କହିଛି। ଚିରର ଅର୍ଥ ହେଲା ଛିନ୍ନ ବା ବସ୍ତ୍ର, ଛିନ୍ନ ବସ୍ତୁ ବା ବକଳକୁ ଯୋଉଟା ଆମେ କହିଥାଉ। ଚିରର ଅର୍ଥ ହେଲା ସବୁଦିନ ପାଇଁ। ପୁର କହିଲେ ଗୃହ, ପ୍ରସାଦ। ପୁର କହିଲେ ଜଳରାଶି, ପ୍ରବାହ, ସମୂହ, ପୃଷ୍ଠକ ଇତ୍ୟାଦି ମିଷ୍ଟ ଦ୍ରବ୍ୟକୁ ମଧ୍ୟ ବୁଝାଇଥାଏ। ବିଷ କହିଲେ ଗରଳ ବା ଜହରକୁ ବୁଝାଏ ଏବଂ ବିଷ କହିଲେ ପଦ୍ମ ନାଳକୁ ବୁଝାଏ। ଦିନର ଅର୍ଥ ହେଲା ଦିବସ, ଦିନ କହିଲେ ଦରିଦ୍ରକୁ ବୁଝାଇଥାଏ। ନିମ୍ନଲିଖିତ ଶବ୍ଦ ଗୁଡ଼ିକର ବିପରୀତ ଅର୍ଥାତ୍ ଅର୍ଥବୋଧକ ଶବ୍ଦ ଲେଖ। ଦୁର୍ବଳର ବିପରୀତ ହେଲା ସବଳ, ଜାଗ୍ରତର ବିପରୀତ ହେଲା ସୁପ୍ତ, ଆପଣାର ହେଲା ପର, ବିଶ୍ୱାସୀର ଅବିଶ୍ୱାସୀ, ବନ୍ଧନର ମୋଚନ। ଇଏ ହେଲା ବିପରୀତ ଅର୍ଥବୋଧକ ଶବ୍ଦ। କ୍ୱେଶ୍ଚିନ୍ ନମ୍ବର 5 କୁ ଯିବା ପିଲାମାନେ। ନିମ୍ନଲିଖିତ ଶବ୍ଦ ଗୁଡ଼ିକୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ, ଆମକୁ କ'ଣ କରିବାକୁ କହିଛି ନା ବାକ୍ୟ ଗୋଟେ ଗଠନ କରିବାକୁ ପଡ଼ିବ। ଅହରହ କୁ ଲଗେଇ ଗୋଟେ ବାକ୍ୟ ଗଠନ କରିବା। ସମ୍ପ୍ରତି ଦେଶରେ ଅହରହ ଦର ବୃଦ୍ଧି ହେତୁ ସାଧାରଣ ଖାଉଟି ବ୍ୟତିବ୍ୟସ୍ତ ହୋଇ ପଡୁଛନ୍ତି। ବର୍ତ୍ତମାନର ସମୟରେ ଦର ବୃଦ୍ଧି ହେଉଥିବାରୁ ଖାଉଟି ମାନେ ବ୍ୟସ୍ତ ବିବ୍ରତ ହୋଇଯାଉଛନ୍ତି। ତୀକ୍ଷ୍ଣ ସୈନ୍ୟବାହିନୀ ସୀମାନ୍ତରେ ଶତ୍ରୁମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଅଳିକ କଥାରେ ଭାସି ଯାହ ନାହିଁ। ଦୁର୍ବିସହ ମାଲିକର ଦୁର୍ବିସହ ଅତ୍ୟାଚାର ସହି ନ ପାରି କର୍ମଚାରୀ ଜଣକ ଚାକିରି ଛାଡ଼ିଦେଲେ। ମାଲିକ ଯୋଉଭଳି ଭାବରେ ଅତ୍ୟାଚାର କରୁଥିଲା ତାକୁ ସହି ନ ପାରି ଚାକିରି ଛାଡ଼ିଦେଲେ। ଶୋଷଣ, ପୂର୍ବେ ଜମିଦାର ମାନେ ପ୍ରଜାଙ୍କୁ ଶୋଷଣ କରୁଥିଲେ। ଜମିଦାର ମାନେ କ'ଣ କରୁଥିଲେ ନା ଅନ୍ୟମାନଙ୍କୁ ଶୋଷଣ କରୁଥିଲେ। ନିମ୍ନଲିଖିତ ଶବ୍ଦ ଗୁଡ଼ିକର 2ଟି ଲେଖାଏଁ ପ୍ରତିଶବ୍ଦ ଲେଖିବାକୁ ପଡ଼ିବ ପିଲାମାନେ। ତନୁ, ତନୁର ଅର୍ଥ ହେଲା ଦେହ ବା ଶରୀର। ଧରା, ଧରଣୀ, ପୃଥିବୀ। ଗିରି କହିଲେ ଶୈଳ, ପର୍ବତ। ଜଳ କହିଲେ ନୀର, ବାରି। ଦେବତା କହିଲେ ଈଶ୍ୱର ବା ଭଗବାନ। ନିମ୍ନଲିଖିତ ବିଶେଷଣ ଶବ୍ଦକୁ ବିଶେଷ୍ୟ ଶବ୍ଦରେ ପରିଣତ କରିବାକୁ ପଡ଼ିବ। ଦୁର୍ବଳ
ଦେହ ଶରୀର। ଅମର ଧରଣୀ, ଏଟା ଧରଣୀ ହବ ପିଲାମାନେ, ଏଟା ଧରଣୀ ହେଇଯିବ, ଠିକ ଅଛି। ପୃଥିବୀ। ଜଳ କହିଲେ ଶୈଳ ପର୍ବତ। ସୁନ୍ଦର ନୀର ବାରି। ସଭ୍ୟ କହିଲେ ସଭ୍ୟତା। ଓଡ଼ିଆ ଅଭିଧାନ ନିୟମ କ୍ରମରେ ନିମ୍ନ ପ୍ରଦତ୍ତ ଶବ୍ଦ ଗୁଡ଼ିକୁ ଆମେ କଣ କରିବାକୁ ପଡିବ ନା ସଜେଇବାକୁ ପଡିବ। ଅନ୍ତର, ଅମର, ଅବତାର, ଅନ୍ଧ, ଅକ୍ଷର। ଯଦି ଆମେ ଏହାକୁ ଡିକ୍ସନାରୀ ଅନୁସାରେ ସଜେଇବା ତାହେଲେ କଣ ଆସିବ? ପ୍ରଥମେ ଅକ୍ଷର ଆସିବ, ଅନ୍ତର ଆଇବ, ଅନ୍ଧ, ଅବତାର, ଅମର, ଏମିତି ହବ ପିଲାମାନେ। क्वेश्चन नंबर 9 क स्तंभ ख स्तंभ ଦେଇଛି। କ ସ୍ତମ୍ଭରେ ତନୁ, ହୃଦ, ଅଳିକ, ଅମର, କାଳ ଇଏ ଅଛି। ହେଲେ ପିଲାମାନେ ଆମକୁ କଣ କରିବାକୁ ପଡିବ ନା ଏହାର ମେଳ କରିବାକୁ ପଡିବ। ତନୁ ଦୁର୍ବଳ ହବ, ହୃଦ ମନ୍ଦିର, ଅଳିକ ଧରଣୀ, ଅମର ଯଶ, କାଳ ବକ୍ଷ। ଇଏ ହେଲା ତମର କସ୍ତମ୍ଭ ଏବଂ ଖସ୍ତମ୍ଭ ପିଲାମାନେ ହୋଇଯାଇଛି କି ବୋଲି କବି କହୁଛନ୍ତି। ବର୍ତ୍ତମାନର ସମାଜରେ ଯାହା ବି ବିଶୃଙ୍ଖଳା ସୃଷ୍ଟି ହେଉଛି ତାହାର ପ୍ରତିବାଦ ସ୍ୱରୂପ ଇଏ କାହିଁକି ମୁହଁ ଖୋଲୁନାହିଁ, କାହିଁକି ଚୁପ ପଡି ଯାଇଛି, ସେଇ କଥା ସେମାନେ ବିଚାର କରୁଛନ୍ତି। କ୍ୱେଶ୍ଚିନ୍ ନମ୍ବର 14 କଲମକୁ କଣ କରିବା ପାଇଁ କବି ଆହ୍ୱାନ କରିଛନ୍ତି? ସୁପ୍ତ ଜାତିର ଜଡ଼ତାକୁ ଭାଙ୍ଗି ଜାତିକୁ ଜାଗ୍ରତ କରିବା ପାଇଁ କବି କଲମକୁ ଏଠାରେ ଆହ୍ୱାନ ଜଣାଇଛନ୍ତି। ସେମାନେ ନିଦ୍ରା ଭାଞ୍ଜି କଣ କରିବାକୁ ପଡିବ ନା ତତ୍କ୍ଷଣାତ୍ ତାର ବିପ୍ଳବ କରିବାକୁ ପଡିବ ବୋଲି କବି କହୁଛନ୍ତି। କବିଙ୍କର ବିଶ୍ୱସ୍ତ ସଖା କିଏ ନା କଲମ ହେଉଛି କବିଙ୍କର ବିଶ୍ୱସ୍ତ ସଖା। 16 ନମ୍ବର କଲମଟି କିଭଳି ବନ୍ଧୁ ବୋଲି କବି କୁହାଯାଇଛି ନା କବି କଲମକୁ ଅତି ଆପଣାର ବନ୍ଧୁ ରୂପେ ଅଭିହିତ କରିଛନ୍ତି। ଆପଣାର ବନ୍ଧୁ ଏ ମମ ବିଶ୍ୱସ୍ତ ସଖା ବୋଲି ମଧ୍ୟ କହିଛନ୍ତି। କଲମ କଣ କରି ଅମର ଯଶ ବରଣ କରିଛି ନା କଲମ ତାର ତୀକ୍ଷ୍ଣ ମୁନରେ କବିଙ୍କ ମନୋଲେଖାକୁ ପ୍ରକାଶ କରି କୋଟି କୋଟି ଜନତାକୁ ପୁଲକିତ କରି ଅମର ଯଶ ବରଣ କରିଛି ବୋଲି ସେ କହୁଛନ୍ତି। କଲମ ଦ୍ୱାରା କେଉଁ ଦ୍ୱାର ଖୋଲିବା ପାଇଁ କବି କହିଛନ୍ତି ନା କଲମ ଦ୍ୱାରା ମୁକ୍ତିର ଦ୍ୱାର ଖୋଲିବା ପାଇଁ ସେ କବି ଏଠାରେ କହୁଛନ୍ତି। କ୍ୱେଶ୍ଚିନ୍ ନମ୍ବର 19 କରବାଳ ବଜ୍ର ଓ ମୁଷଳ କାହା ନିକଟରେ ପରାସ୍ତ ହୁଅନ୍ତି? କରବାଳ, ବଜ୍ର ଓ ମୁଷଳ କଲମ ନିକଟରେ ପରାସ୍ତ ହୁଅନ୍ତି ବୋଲି ଏଠାରେ କୁହାଯାଇଛି। ଏବଂ କ୍ୱେଶ୍ଚିନ୍ ନମ୍ବର 20 ଧରଣୀ 2 ଦିନର ବୋଲି କବି କାହିଁକି କହିଛନ୍ତି ନା ପରିବର୍ତ୍ତନଶୀଳ ଏହି ଧରଣୀରେ ସବୁକିଛି କ୍ଷଣସ୍ଥାୟୀ ହୋଇଥିବାରୁ କବି ଧରଣୀକୁ 2 ଦିନର ବୋଲି ଏଠାରେ କହିଛନ୍ତି। କ୍ୱେଶ୍ଚିନ୍ ନମ୍ବର 21 ସତ୍ୟ ନାମରେ ଏଠାରେ କଣ ଘଟୁଛି ବୋଲି କବି କହିଛନ୍ତି? ସତ୍ୟ ନାମରେ ଏ ସଂସାରରେ ଦୁର୍ବିସହ ଛଳନା ତଥା ପ୍ରତାରଣା ମାନ ଘଟୁଛି ବୋଲି କବି କହିଛନ୍ତି। କ୍ୱେଶ୍ଚିନ୍ ନମ୍ବର 22 ନର ଦେବତା ରୂପେ ପ୍ରତିଷ୍ଠା ଲାଭ କରେ କିପରି ନା ଜଗତ ଜନର କଲ୍ୟାଣ ସାଧନ ନିମନ୍ତେ ଆତ୍ମନିୟୋଗ କରିଥିବା ମଣିଷ ହିଁ ସଂସାରରେ ଦେବତା ରୂପେ ପ୍ରତିଷ୍ଠା ଲାଭ କରିଥାଏ ବୋଲି ସେ କହିଛନ୍ତି। କେଉଁମାନଙ୍କର ବଚନକୁ କଲମ ଧରି ରଖିଛି ନା ଗୌତମ ବୁଦ୍ଧ, ଶଙ୍କରାଚାର୍ଯ୍ୟ, ଯୀଶୁଖ୍ରୀଷ୍ଟ ଇତ୍ୟାଦି ମହାନ ବାଣୀକୁ କଲମ କଣ କରିଛି ନା ତାକୁ ଧରି ରଖିଛି। କଲମ କେଉଁ କଥାକୁ ଖାତିର ନ କରି ଆଗେଇ ଚାଲିଛି, କାହାର ଗୁଣନାମୀ କୁ ଖାତିର ନ କରି କଲମ କଣ କରିଛି ନା ଆଗକୁ ବଢି ଚାଲିଛି। କଲମର ବିପ୍ଳବ କେଉଁ ଆଦର୍ଶରେ ପରିଚାଳିତ? ସତ୍ୟ ଶାନ୍ତି ଶିବ ସୁନ୍ଦରର ପବିତ୍ର ଆଦର୍ଶରେ କଲମର ବିପ୍ଳବ ପରିଚାଳିତ ହେଉଛି। କାଳବକ୍ଷରେ କଲମ କିପରି ଅମର ହୋଇଯାଇଛି ନା କାଳବକ୍ଷରେ ଘଟୁଥିବା ପ୍ରତିଟି ଘଟଣାକୁ କଲମ ତାର ମୁନରେ ରୂପ ଦେଇ ବାନ୍ଧି ରଖୁଥିବାରୁ କଲମ ଅମର ହୋଇଯାଇଛି। ସେ କଣ କରୁଛି ନା ପ୍ରତ୍ୟେକଟି ଘଟଣାବଳୀକୁ ସେ ଲିପିବଦ୍ଧ କରି ରଖିପାରିଛି। ସରଳାର୍ଥ ଗୋଟେ ଦେଖିବା ପିଲାମାନେ। କ୍ୱେଶ୍ଚିନ୍ ନମ୍ବର 17 ଅଛି କଣ ନା ମୂଲ୍ୟ ତୁମର କେତୋଟି ପଇସା ତନୁ ତବ ଦୁର୍ବଳ ଥରାଇଛ କେତେ ହୃଦ ମନ୍ଦିର
ବନ୍ଧୁର ଧରାତଳ। କେତେ ବଢିଆ କବିତାଟିଏ ପିଲାମାନେ। ସଂସ୍କୃତ ପଦ୍ୟାଂଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ହେ ମୋର କଲମ ଶୀର୍ଷକ କବିତାରୁ ଆଣିତ। ଏଠାରେ କବି କ୍ଷୀଣ ଶରୀରର ବିଶିଷ୍ଟ କଲମର ଅପରିସମ ଶକ୍ତି ସାମର୍ଥ୍ୟ ବିଷୟରେ ଆଲୋକପାତ କରିଛନ୍ତି। ତାଙ୍କର ଯୋଉ ଶକ୍ତି ଏବଂ ସାମର୍ଥ୍ୟ ବିଷୟରେ ଏଠାରେ କଣ କରିଛନ୍ତି ନା ବର୍ଣ୍ଣନା କରିଛନ୍ତି। କାହାର ନା କଲମର। ଏକ ସାଧାରଣ ପଣ୍ୟଦ୍ରବ୍ୟ ଭାବେ ସାମାନ୍ୟ କେତୋଟି ପଇସା ବିନିମୟରେ କଲମଟିଏ ସହଜରେ ଉପଲବ୍ଧ ହୋଇଥାଏ। ଆମେ ଯଦି କଲମଟିକୁ ଦେଖିବା ବା କିଣିବା, ଏହାର ଶରୀର ଅତି ଦୁର୍ବଳ, ଏହାର ଦାମ ହଉଛି 3 ଟଙ୍କା ମାତ୍ର, କିନ୍ତୁ ତାର ଯେ କେତେ ବ୍ୟବହାର ବା ମୂଲ୍ୟ ଅଛି ତାହା ଆମେ ପରିକଳ୍ପନା ମଧ୍ୟ କରିପାରିବା ନାହିଁ। ଏହାର କଳେବର କ୍ଷୁଦ୍ର, ଏହାର ଶରୀର ହଉଛି ଛୋଟ ଓ ଦୁର୍ବଳ, ମାତ୍ର ଏହାର ଶକ୍ତି ହଉଛି ଅକଳନୀୟ। ଆମେ କଳନା ମଧ୍ୟ କରିପାରିବା ନାହିଁ। କଲମକୁ ବିଶିଷ୍ଟ ରୂପ ଯଦି ମୁଁ ବର୍ଣ୍ଣନା କରିବି ତାହେଲେ ସେ ଏକାଧାରରେ ଜଣେ ଶକ୍ତିଶାଳୀ ମଧ୍ୟ ହେଇପାରିବ। କବି ଲେଖକଙ୍କ ହାତରେ ଏହା ଶକ୍ତିଶାଳୀ ଅସ୍ତ୍ର ଭାବରେ ଶୋଭା ପାଇଥାଏ। ଯେତେବେଳେ କବି ଲେଖୁଥିବ ତାର ଗୋଟେ ଅସ୍ତ୍ର ଭାବେ ସେ ପରିକଳ୍ପନା ହେଉଥିବ। କଲମ କବିଙ୍କ ପାଇଁ ଅତି ଆପଣାର ବନ୍ଧୁ ଏବଂ ବିଶ୍ୱସ୍ତ ସଖା ମଧ୍ୟ ହୋଇପାରିଛି। କବିଙ୍କ ହାତର ସେହି ଅସ୍ତ୍ର ସମାଜରେ ଭ୍ରଷ୍ଟାଚାରୀ, ଦୁର୍ନୀତିଗ୍ରସ୍ତ ଶାସକ ପ୍ରାଣର କୁକୁଆ ଭୟ ସୃଷ୍ଟି କରିପାରେ ଏବଂ ସ୍ୱେଚ୍ଛାଚାରୀ ପୁଞ୍ଜିପତି ହୃଦୟରେ କମ୍ପନ ସୃଷ୍ଟି କରିପାରେ। ଇଏ ହେଉଛି କଲମର ବିଶେଷତ୍ୱ। ଜାତିଗତ ବୈଷମ୍ୟ ତଥା ଧର୍ମଗତ ବିଭେଦକୁ ଦୃଢ ହସ୍ତରେ ଦମନ କରିପାରେ। ଇଏ ଯେ ସେହି କ୍ଷୀଣ ତନୁଧାରୀ କଲମ। ଧନୀକର ଧନ କି ଶକ୍ତିଶାଳୀର ବାହୁବଳ ତା ପାଖରେ ହାର ମାନି ଯାଇଥାଏ। କୌଣସି ଧନୀ ବ୍ୟକ୍ତି ମଧ୍ୟ ତା ସମ୍ମୁଖରେ ତିଷ୍ଠି ରହିପାରିବେ ନାହିଁ। ଇଏ ହେଲା କଲମର ବିଶେଷତ୍ୱ। ଅତ୍ୟାଚାରୀ ତଥା ଶୋଷକ ଶ୍ରେଣୀର ବ୍ୟକ୍ତିବର୍ଗର ହୃଦୟ ସ୍ପନ୍ଦନ ବୃଦ୍ଧି କରିବାରେ କଲମର ଭୂମିକା ଯେ ଅନସ୍ୱୀକାର୍ଯ୍ୟ। ଆମେ ତାହା ପରିକଳ୍ପନା ମଧ୍ୟ କରିପାରିବା ନାହିଁ। ତାର ଯୋଉ ଶକ୍ତିକୁ ସର୍ବୋପରି ତୀକ୍ଷ୍ଣ ଅସିଠାରୁ ଏହାର ଆହୁରି ତୀକ୍ଷ୍ଣତା ଯେ ଅଧିକ ଭୟଙ୍କର କବି ଏଠାରେ ପ୍ରକାଶ କରିଛନ୍ତି। ଯଦି ଦେଖିବା ପିଲାମାନେ, ଏକାଧାରରେ ମୁଁ କହିବି ଯଦି କଲମଟି ହେଉଛି ଗୋଟେ ଅସ୍ତ୍ର ଏବଂ ଯୋଦ୍ଧା ସଦୃଶ। ବର୍ତ୍ତମାନର ସମାଜରେ ଦେଖାଯାଉଥିବା ବା କଳୁଷିତ ହେଉଥିବା ସମାଜକୁ କୋଉଭଳି ଭାବରେ ଠିକ କରାଯାଇ ପାରିବ, ତାହା କୋଉ ମାଧ୍ୟମରେ ହବ ନା କଲମର ମାଧ୍ୟମରେ ହବ। ନେକ୍ସଟ କ୍ୱେଶ୍ଚିନ୍ କୁ ଦେଖିବା।